ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ସିଏମ୍ କିଷାନ ଯୋଜନାର ବର୍ତ୍ତମାନ ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅପଡେଟ୍ ଆସିଯାଇଛି। ଯଦି ଆପଣମାନେ ସିଏମ୍ କିଷାନ ଯୋଜନାର ଟଙ୍କା ପାଇନାହାନ୍ତି ବା ଆପଣମାନଙ୍କର ସିଏମ୍ କିଷାନ ଯୋଜନାର ଟଙ୍କା ଆସିଛି କି ନାହିଁ ତାହା ବର୍ତ୍ତମାନ ଆପଣମାନେ ଚେକ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ବର୍ତ୍ତମାନ ପୋର୍ଟାଲରେ ଯାହାକି ସବୁକିଛି ଷ୍ଟାଟସ୍ ଅପଡେଟ୍ ହେଇଯାଇଛି। ଏହା ସହିତ ସିଏମ୍ କିଷାନ ଯୋଜନାରେ ନୂଆ ହିତାଧିକାରୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଦୁଃଖର କଥା ରହିଛି। ଯେଉଁମାନଙ୍କର ଟଙ୍କା ଆସିନାହିଁ ସେମାନଙ୍କ ପାଇଁ ମଧ୍ୟ ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅପଡେଟ୍ ରହିଛି, ଯୋଉଟାକି ସେମାନେ ତାଙ୍କର ଗୋଟିଏ ଭୁଲ ପାଇଁ ଆଗକୁ ଆଉ ସିଏମ୍ କିଷାନ ଯୋଜନାରେ ଟଙ୍କା ପାଇବେ ନାହିଁ। ତା ତା ସହିତ ବର୍ତ୍ତମାନ ସିଏମ୍ କିଷାନ ଯୋଜନାରେ ନୂଆ ପଞ୍ଜୀକରଣ ମଧ୍ୟ ସରକାରଙ୍କ ତରଫରୁ ବନ୍ଦ କରିଦିଆଯାଇଛି। ଅର୍ଥାତ୍ ନୂଆ ପଞ୍ଜୀକରଣ ବର୍ତ୍ତମାନ ସିଏମ୍ କିଷାନ ଯୋଜନାରେ ହେଇପାରିବ ନାହିଁ। ତା ସହିତ ଯେଉଁମାନେ ଏଥର ଟଙ୍କା ପାଇନାହାନ୍ତି, ପୂର୍ବରୁ ଟଙ୍କା ପାଉଥିଲେ କିନ୍ତୁ ଲେକିଂ ଅଫ୍ ମାଣ୍ଡାଟୋରି ପାରାମିଟର ପାଇଁ ତାଙ୍କର ବର୍ତ୍ତମାନ ନାମ ସିଏମ୍ କିଷାନ ପୋର୍ଟାଲରୁ କଟି ଯାଇଛି। ଏଇଭଳି 10 ଲକ୍ଷ ହିତାଧିକାରୀଙ୍କ ନାମ ବର୍ତ୍ତମାନ ସିଏମ୍ କିଷାନ ଯୋଜନାରୁ କଟିଛି। ତେଣୁ ଯଦି ଆପଣମାନେ ଚଳିତ ବର୍ଷ ସିଏମ୍ କିଷାନରେ ଟଙ୍କା ପାଇଛନ୍ତି, ତାହେଲେ ଆପଣମାନେ ନିଜର ଷ୍ଟାଟସ୍ ଚେକ୍ କରନ୍ତୁ ଏବଂ ଯେଉଁମାନେ ଟଙ୍କା ପାଇନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଗୋଟେ ଦୁଃଖର କଥା ଯେ ତାଙ୍କ ନାଁ ବର୍ତ୍ତମାନ ସିଏମ୍ କିଷାନ ପୋର୍ଟାଲରୁ କଟାଯାଇଛି। ଆସନ୍ତୁ ସବୁ କିଛି ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ଜାଣିବା। ତା ସହିତ ଯେଉଁମାନେ ଟଙ୍କା ପାଇନାହାନ୍ତି ସେମାନେ କେବେ ଟଙ୍କା ପାଇବେ ତା ନେଇ ବର୍ତ୍ତମାନ କ'ଣ କ'ଣ ଅପଡେଟ୍ ଅଛି ସେ ବିଷୟରେ ମଧ୍ୟ ଆଜିର ଏହି ଭିଡ଼ିଓରେ ସମ୍ପୂର୍ଣ୍ଣ ଡିଟେଲ୍ସ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତେଣୁ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ଆଗକୁ ବହୁତ ସାରା ନୂଆ ନୂଆ ଅପଡେଟ୍ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ଦେଖନ୍ତୁ, ଚଳିତ ସିଏମ୍ କିଷାନ ଯୋଜନାର ଯେଉଁ ଅକ୍ଷୟ ତୃତୀୟା ଅବସରରେ 20 ଏପ୍ରିଲରେ ଟଙ୍କା ପ୍ରଦାନ କରାଗଲା, ସେଥିରେ ରାଜ୍ୟ ସରକାରଙ୍କ ତରଫରୁ 10 ଲକ୍ଷ ହିତାଧିକାରୀଙ୍କ ନାମ ବର୍ତ୍ତମାନ ସିଏମ୍ କିଷାନ ପୋର୍ଟାଲରୁ ବାଦ କରିଦିଆଯାଇଛି। ତେଣୁ ଯେଉଁ 10 ଲକ୍ଷ ହିତାଧିକାରୀଙ୍କ ନାମ ବର୍ତ୍ତମାନ ସିଏମ୍ କିଷାନ ଯୋଜନାରୁ ବାଦ ପଡ଼ିଲା, ତାଙ୍କର ମେନ୍ ରିଜିନ୍ ଥିଲା ଯେ ତାଙ୍କର ଯେଉଁ 28 ଫେବୃଆରୀ ପୂର୍ବରୁ ଗୋଟେ ଲେକିଂ ଅଫ୍ ମାଣ୍ଡାଟୋରି ପାରାମିଟର ବୋଲି ଗୋଟେ ଅପଡେଟ୍ ଆସିଥିଲା, ଯେଉଁଥିରେ ସେମାନଙ୍କୁ ରି ରେଜିଷ୍ଟ୍ରେସନ କରିବାର ଥିଲା। ଯେହେତୁ ସରକାରଙ୍କ ତରଫରୁ ଏ ବିଷୟରେ ସଠିକ ଭାବରେ ଜନସାଧାରଣ ମାନଙ୍କୁ ବା ଚାଷୀ ଭାଇ ଭଉଣୀ ମାନଙ୍କୁ ଅବଗତ କରାଯାଇ ନାହିଁ, ବା ତାଙ୍କର ଯେଉଁ ଆମର ବ୍ଲକ ଲେବୁଲ ହଉ ବା ଆପଣମାନଙ୍କର ପଞ୍ଚାୟତ ଲେବୁଲରେ ଯେଉଁମାନେ ଭିଲେଜ ଏଗ୍ରିକଲଚର ୱାର୍କର ହୁଅନ୍ତୁ ବା ଏଗ୍ରିକଲଚର ଅଫିସର ମାନେ, ସେମାନେ ହିତାଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇ ନଥିଲେ। କେବଳ ସିଏମ୍ କିଷାନର ଆପଣମାନେ ଯଦି ଦେଖିଥିବେ ଯେଉଁମାନେ ଷ୍ଟାଟସ୍ ଅପଡେଟ୍ କରିଥିବେ ସେମାନେ ଏ ବିଷୟରେ ଜାଣିଥିବେ। କିନ୍ତୁ ବର୍ତ୍ତମାନ ଯେଉଁ ଅପଡେଟଟି ଆସିଲା, ଏଇଟା ବହୁତ ହିତାଧିକାରୀଙ୍କ ଯାହାକି ନାଁ କଟିଗଲା। ସେମାନେ ବର୍ତ୍ତମାନ ସିଏମ୍ କିଷାନରେ ନୂଆ ରେଜିଷ୍ଟ୍ରେସନ କରିପାରିବେ ନାହିଁ କିମ୍ବା ତାଙ୍କର ଷ୍ଟାଟସ୍ ବର୍ତ୍ତମାନ ମଧ୍ୟ ଅପଡେଟ୍ ହେଇନାହିଁ। ତ ଦେଖନ୍ତୁ, ସର୍ବପ୍ରଥମେ ସିଏମ୍ କିଷାନ ପୋର୍ଟାଲରେ ଯେଉଁ ଚାଷୀ ପଞ୍ଜୀକରଣ ଅପସନଟି ବର୍ତ୍ତମାନ ଯାହାକି ବନ୍ଦ କରିଦିଆଯାଇଛି, ଅର୍ଥାତ୍ ନୂଆ ହିତାଧିକାରୀ ବର୍ତ୍ତମାନ ସିଏମ୍ କିଷାନ ପୋର୍ଟାଲରେ ନ୍ୟୁ ରେଜିଷ୍ଟ୍ରେସନ କରିପାରିବେ ନାହିଁ। ଏହା ସହିତ ଯେଉଁମାନେ ପୁରୁଣା ହିତାଧିକାରୀ ରହିଛନ୍ତି, ଯେଉଁମାନଙ୍କର ଟଙ୍କା ଆସିଛି, ସେମାନେ ବର୍ତ୍ତମାନ ନିଜ ନିଜର ଷ୍ଟାଟସ୍ ଚେକ୍ କରିପାରିବେ। ତେଣୁ ଷ୍ଟାଟସ୍ ଚେକ୍ କରିବା ପାଇଁ ହେଲେ ସର୍ବପ୍ରଥମେ ଆପଣମାନେ ସିଏମ୍ କିଷାନ ପୋର୍ଟାଲର ଅଫିସିଆଲ ୱେବସାଇଟ୍ ଭିଜିଟ୍ କଲା ପରେ ଦେଖନ୍ତୁ ଏଠି ଗୋଟେ ଆଧାର ନମ୍ବର ଦେବେ, କ୍ୟାପଚା କୋଡ୍ ଦେଇ ଆପଣମାନଙ୍କର ଲଗ୍ଇନ୍ କରିବେ। ଲଗ୍ଇନ୍ କଲା ପରେ ଦେଖନ୍ତୁ, ତ ଷ୍ଟାଟସ୍ ଅପଡେଟ୍ ହେଲା ପରେ ଆପଣମାନେ ଦେଖନ୍ତୁ ପେମେଣ୍ଟ ଷ୍ଟାଟସ୍ରେ ଯେତେବେଳେ କ୍ଲିକ୍ କରିବେ, ଲାଷ୍ଟ ପେମେଣ୍ଟର ଡିଟେଲ୍ସ ଏଠି ଆପଣମାନଙ୍କର ଶୋ କରିବ। ଯଦି ଯେଉଁମାନଙ୍କର ପୂର୍ବରୁ ଟଙ୍କା ଆସିଥିଲା ଏବଂ ଏଥର ଯଦି ଆପଣମାନଙ୍କର ଟଙ୍କା ଆସିଛି, ତାହେଲେ ବର୍ତ୍ତମାନ ଦେଖିପାରୁଥିବେ ଷ୍ଟାଟସ୍ ଆମର ଅପଡେଟ୍ ହେଇଯାଇଛି ଏବଂ 20 ଏପ୍ରିଲ 2026ରେ ବର୍ତ୍ତମାନ ଯାହାକି ସିଏମ୍ କିଷାନ ଯୋଜନାର ଟଙ୍କା ଆସିଛି। ଏଇଟା ଗଲା ଯେଉଁମାନଙ୍କର ଟଙ୍କା ଆସିଛି ଏବଂ ଯେଉଁମାନେ ନୂଆ ରେଜିଷ୍ଟ୍ରେସନ କରିଥିଲେ ତାଙ୍କର ଯଦି ଆମର ଡିଷ୍ଟ୍ରିକ୍ଟ ଲେବୁଲ ପେଣ୍ଡିଂ ଥିଲା ବା ଡିଷ୍ଟ୍ରିକ୍ଟ ଲେବୁଲ ପେଣ୍ଡିଂ କ୍ଲିୟର ହେଲା ପରେ କଲେକ୍ଟର ଲେବୁଲ ପେଣ୍ଡିଂ କ୍ଲିୟର ହେଇଛି, ସେମାନଙ୍କର ବର୍ତ୍ତମାନ ଯାହାକି ଷ୍ଟାଟସ୍ ମଧ୍ୟ ଷ୍ଟେଟ୍ ଲେବୁଲ ଅପଡେଟ୍ ହେଇନାହିଁ। ସମସ୍ତଙ୍କର ଯାହା ଯାହା କଲେକ୍ଟର ଲେବୁଲ ପର୍ଯ୍ୟନ୍ତ କ୍ଲିୟର ହେଇଛି, ତ କଲେକ୍ଟର ଲେବୁଲ ପର୍ଯ୍ୟନ୍ତ କେବଳ ଆପଣମାନେ ସିଏମ୍ କିଷାନର ଷ୍ଟାଟସ୍ ଚେକ୍ କରିପାରିବେ। ଏଇଟା ଗଲା ଆମର ସିଏମ୍ କିଷାନର ଯେଉଁମାନଙ୍କର ଷ୍ଟାଟସ୍ ଅପଡେଟ୍ ବା ଟଙ୍କା ପାଇଛନ୍ତି ତାଙ୍କ କଥା। ଏବଂ ଯେଉଁ କଥାଟି ମୁଁ ଆପଣମାନଙ୍କୁ କହିଲି ଯେ ଏଥର ସିଏମ୍ କିଷାନର ଯେଉଁ 10 ଲକ୍ଷ ହିତାଧିକାରୀ ଟଙ୍କା ପାଇଲେ ନାହିଁ, ତା ଭିତରୁ ଆପଣମାନଙ୍କ ନାଁ ନିହାତି ଥିବ, କାରଣ ଆପଣମାନେ ବହୁତ ଜଣ ଯାହାକି ଏଥର ସିଏମ୍ କିଷାନର ଟଙ୍କା ପାଇନାହାନ୍ତି। ତେଣୁ ଆପଣମାନେ ଯଦି ସିଏମ୍ କିଷାନ ପୋର୍ଟାଲରେ ନିଜର ଷ୍ଟାଟସ୍ ଚେକ୍ କରିବେ, ବର୍ତ୍ତମାନ ଦେଖନ୍ତୁ ଆପଣମାନଙ୍କୁ ଗୋଟେ ଅପସନ୍ ଶୋ କରିବ, ତାର ମଧ୍ୟ ଲାଇଭ୍ ପ୍ରୁଫ୍ ମଧ୍ୟ ମୁଁ ଆପଣମାନଙ୍କୁ ଦେଖଉଛି। ଆପଣମାନଙ୍କ ସାମ୍ନାରେ ଜଣେ ହିତାଧିକାରୀଙ୍କର ଯୋଉଟା କି ଏଇଠି ଦେଖନ୍ତୁ, ମୁଁ ଆମର ଜଣେ ହିତାଧିକାରୀଙ୍କର ଯୋଉଟା କି ତାଙ୍କର ଯେଉଁ ସିଏମ୍ କିଷାନ ଆଇଡି କି କପି କଲି, ପୁରା ଲାଇଭ୍ ପ୍ରୁଫ୍ ଦେଖେଇବି। ଆପଣମାନେ ନିହାତି ବି ଏଇଟା ଥରେ ଚେକ୍ କରନ୍ତୁ, କାରଣ ଏଇ ଲେକିଂ ଅଫ୍ ମାଣ୍ଡାଟୋରି ପାରାମିଟର ପାଇଁ ବର୍ତ୍ତମାନ ବହୁତ ହିତାଧିକାରୀଙ୍କୁ ସରକାର ସିଏମ୍ କିଷାନ ପୋର୍ଟାଲରୁ ବାଦ ଦେଇଛନ୍ତି। ତେଣୁ ତାଙ୍କର ଷ୍ଟାଟସ୍ ଚେକ୍ କରିବା ଯଦି ବର୍ତ୍ତମାନ ଯିବା,
ତ ଦେଖନ୍ତୁ ବର୍ତ୍ତମାନ ତାଙ୍କର ଷ୍ଟାଟସ୍ କ'ଣ ଶୋ କରୁଛି। ଆପଣମାନଙ୍କ ସାମ୍ନାରେ ତାଙ୍କର ସିଏମ୍ କିଷାନ ଆଇଡି ମୁଁ ଏଠି ଦେଲି। ତାପରେ ଏଠି ଆପଣମାନଙ୍କର କ୍ୟାପଚା କୋଡ୍ ଯୋଉଟା ରହିଛି, ତ ସେଇ କ୍ୟାପଚା କୋଡ୍ ମଧ୍ୟ ଏଣ୍ଟର କରିନେଲି। ଦେଖନ୍ତୁ କ୍ୟାପଚା କୋଡ୍ ମଧ୍ୟ ଆପଣମାନଙ୍କ ସାମ୍ନାରେ ଏଣ୍ଟର କଲି। କ୍ୟାପଚା କୋଡ୍ ଏଣ୍ଟର କରିସାରିଲା ପରେ ଯେତେବେଳେ ଶୋ ଅପସନରେ କ୍ଲିକ୍ କରିଦେଉଛି, ଦେଖନ୍ତୁ ଆଧାର ନମ୍ବର ନଟ୍ ଫାଉଣ୍ଡ, ଅର୍ଥାତ୍ ତାଙ୍କୁ ବର୍ତ୍ତମାନ ସିଏମ୍ କିଷାନ ଯୋଜନାରୁ ବାଦ ଦେଇ ଦିଆଗଲା। ଅର୍ଥାତ୍ ଯେଉଁ ହିତାଧିକାରୀମାନଙ୍କ ଲେକିଂ ଅଫ୍ ମାଣ୍ଡାଟୋରି ପାରାମିଟର ଥିଲା, ସେମାନଙ୍କର ବର୍ତ୍ତମାନ ଷ୍ଟାଟସ୍ କ'ଣ ରହିଛି ନା ତାଙ୍କର ସିଏମ୍ କିଷାନ ଯୋଜନାର ନାଁ କଟିଗଲା। ତ ସିଏ ଯଦି ବର୍ତ୍ତମାନ ନୂଆ ରେଜିଷ୍ଟ୍ରେସନ କରିବେ, ଫାର୍ମା ରେଜିଷ୍ଟ୍ରେସନ କରିବା ପାଇଁ ଯିବେ, ଫାର୍ମା ରେଜିଷ୍ଟ୍ରେସନ ଅପସନ ବି ସରକାର ବର୍ତ୍ତମାନ ବନ୍ଦ କରିଦେଇଛନ୍ତି। ଅର୍ଥାତ୍ ସରକାର ଚାହୁଁଛନ୍ତି ଯେଉଁମାନେ ଟଙ୍କା କୌଣସି କାରଣରୁ ପାଇନାହାନ୍ତି, ସେମାନଙ୍କୁ ଭୁଲ ଭାବରେ ବର୍ତ୍ତମାନ ସିଏମ୍ କିଷାନ ପୋର୍ଟାଲରୁ କାଟି ଦିଆଗଲା। ତେଣୁ ଯେଉଁ 10 ଲକ୍ଷ ହିତାଧିକାରୀଙ୍କ ନାଁ ବର୍ତ୍ତମାନ ସିଏମ୍ କିଷାନ ପୋର୍ଟାଲରୁ କାଟିଲା, ତାଙ୍କୁ କେମିତି ଯୋଡ଼ାଯିବ ସେ ବିଷୟରେ ସରକାର ପଦକ୍ଷେପ ନ ନେଇ ସିଏମ୍ କିଷାନ ପୋର୍ଟାଲରେ ନୂଆ ରେଜିଷ୍ଟ୍ରେସନକୁ ଅଫ୍ କରିଦେଲେ ଏବଂ ଆପଣମାନଙ୍କର ସେଇ ଲେକିଂ ଅଫ୍ ମାଣ୍ଡାଟୋରି ପାରାମିଟର ଯୋଉଟା କି ଜଣେ ଯୋଗ୍ୟ ହିତାଧିକାରୀ ଥାଇ ମଧ୍ୟ ତାଙ୍କର ଯେଉଁ ଫେବୃଆରୀ 28 ପୂର୍ବରୁ କରିବାର ଥିଲା, ସେଇଟା କୌଣସି କାରଣରୁ ସେ ଜାଣି ପାରିନାହାନ୍ତି ବା କରିନାହାନ୍ତି, ସେ କାରଣରୁ ବର୍ତ୍ତମାନ ଆପଣମାନଙ୍କର ସିଏମ୍ କିଷାନ ଯୋଜନାରୁ ନାଁ କଟିଗଲା। ତ ଏଇଭଳି ଭାବରେ ଯଦି ଆପଣମାନେ ସିଏମ୍ କିଷାନ ଯୋଜନାର ଟଙ୍କା ଏଥର ପାଇନାହାନ୍ତି, ଆପଣମାନେ ଥରେ ଷ୍ଟାଟସ୍ ଚେକ୍ କରିଦିଅନ୍ତୁ। ଆପଣମାନଙ୍କର ନାଁ 100% ଯାଇକି ସିଏମ୍ କିଷାନ ପୋର୍ଟାଲରୁ କଟିଗଲା। ତ ଯେଉଁ 100 ଆମର 10 ଲକ୍ଷ ହିତାଧିକାରୀଙ୍କର ନାଁ କଟିଲା, ସେମାନେ ବର୍ତ୍ତମାନ କେମିତି ଯୋଡ଼େଇ ହେବେ, ତାଙ୍କର କ'ଣ କ'ଣ ପରବର୍ତ୍ତୀ ସମୟରେ ପଦକ୍ଷେପ ରହିବ, ସରକାର ଏଇଟା ନିହାତି ଆପଣମାନଙ୍କୁ ସ୍ପଷ୍ଟୀକରଣ ରଖିବା ଦରକାର। କାରଣ ବହୁତ ହିତାଧିକାରୀ, ଯୋଗ୍ୟ ହିତାଧିକାରୀ ସିଏମ୍ କିଷାନ ଯୋଜନାର ଟଙ୍କା ପାଇନାହାନ୍ତି ଏବଂ ଯେଉଁମାନେ ନୂଆ ଆପ୍ଲାଏ ମଧ୍ୟ କରିଥିଲେ, ତାଙ୍କର ମଧ୍ୟ ଷ୍ଟାଟସ୍ ବର୍ତ୍ତମାନ ଅପଡେଟ୍ ହେଇନାହିଁ। ସେମାନେ ଏଥର ମଧ୍ୟ ସିଏମ୍ କିଷାନ ଯୋଜନାର ପୋର୍ଟାଲରେ ଯାଇକି ଟଙ୍କା ପାଇନାହାନ୍ତି, ଆଗକୁ ମଧ୍ୟ ପାଇବେ କି ନାହିଁ ତାହା ଗୋଟେ ଦ୍ୱନ୍ଦ୍ୱରେ ରହିଛି। ତେଣୁ ଯଦି ଆପଣମାନଙ୍କର ସିଏମ୍ କିଷାନ ଯୋଜନାରେ ଏସବୁ ପ୍ରୋବ୍ଲେମ୍ ହେଇଛି, ନିହାତି ଆପଣମାନେ ଏହି ଭିଡ଼ିଓକୁ ସେୟାର କରନ୍ତୁ ଏବଂ ଏହି ଭିଡ଼ିଓରେ ଆପଣମାନେ ନିହାତି ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଯାହାଦ୍ୱାରା କି ଯେମିତି ବି ହଉ ସରକାରଙ୍କ ପାଖରେ ଏହି ଅପଡେଟ୍‌ଟି ପହଞ୍ଚାଇବା ବା ଏବଂ ଆପଣମାନେ ଜାଣିଥିବେ ଯେ ରାଜ୍ୟ ସରକାର ବର୍ତ୍ତମାନ ନୂଆ ସରକାର ଆସିଲା ପରେ ଚାଷୀ ଭାଇ ଭଉଣୀମାନଙ୍କର ଯେଉଁ ସ୍ୱପ୍ନ ଥିଲା ଯେ ଆମର ସବୁ କିଛି ଡିଟେଲ୍ସ ଠିକ୍ ଭାବରେ ହବ, ତେଣୁ ଆପଣମାନେ ଜାଣିପାରୁଥିବେ ଯେ ସିଏମ୍ କିଷାନ ଭଳି ସୁଭଦ୍ରା ଯୋଜନାରେ ମଧ୍ୟ ସେମିତି ହେଇଛି। ସିଏମ୍ କିଷାନରେ ମଧ୍ୟ ବର୍ତ୍ତମାନ ସରକାର ସେହି ପଦକ୍ଷେପ ନେଲେ ଯେ ଯୋଗ୍ୟ ହିତାଧିକାରୀଙ୍କୁ ସଠିକ୍ ଭାବରେ ତଥ୍ୟ ନ ଦେଇ ବର୍ତ୍ତମାନ ପୋର୍ଟାଲରୁ କାଟି ଦିଆଗଲା। ତେଣୁ ଏହା ପରବର୍ତ୍ତୀ ସମୟରେ କେମିତି ଏହାର ପଦକ୍ଷେପ ନିଆଯାଇପାରିବ, କେମିତି ଯୋଗ୍ୟ ହିତାଧିକାରୀଟେ ଟଙ୍କା ପାଇବ, ସେ ବିଷୟରେ ନିହାତି ଆମ ସଂଗ୍ରାମ ଜାରି ରହିବ। ତେଣୁ ଆପଣମାନଙ୍କୁ ଗୋଟିଏ ରିକ୍ୱେଷ୍ଟ, ଏହି ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ଆପଣମାନେ ଟେଲିଗ୍ରାମ ଚ୍ୟାନେଲରେ ଯଦି ଜଏନ୍ ହେଇନାହାନ୍ତି, ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାଆନ୍ତୁ। କାରଣ ଏହାର ପରବର୍ତ୍ତୀ ସମୟରେ ଆମେ ଟ୍ୱିଟର କ୍ୟାମ୍ପେନିଂ ହଉ, ଯାହା ବି ଗୋଟିଏ ଆପଣମାନଙ୍କର ସମସ୍ତଙ୍କର ସହଯୋଗରେ କାମ କରିବା, ଯାହାଦ୍ୱାରା କି ଯେଉଁ ଭୁଲଟି ସରକାରଙ୍କ ତରଫରୁ ହେଇଛି ବା ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ହେଇ ମଧ୍ୟ ଟଙ୍କା ପାଇନାହାନ୍ତି, ସେମାନେ କେମିତି ପୁଣି ଥରେ ଆମର ସିଏମ୍ କିଷାନରେ ଯୋଡ଼ି ହେବେ, ନୂଆ ପଞ୍ଜୀକରଣ କେବେ ଆରମ୍ଭ ହବ, ସେ ବିଷୟରେ ସବୁ କିଛି ଆମେ ଆଗକୁ ଆରମ୍ଭ କରିବା। ତେଣୁ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଟିକେ ଲେନ୍ଦି ହେଲେ ମଧ୍ୟ ମୁଁ ଆପଣମାନଙ୍କୁ ଯାହାକି ଜଣେ ଚାଷୀର ଭାବନା ବିଷୟରେ କହିଲି। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନଙ୍କର ଟଙ୍କା ଆସିଛି କି ନାହିଁ କମେଣ୍ଟ ସେକ୍ସନରେ ଜଣେଇବେ।